ବାଲେଶ୍ୱର ଟାଉନ ସାରସ୍ୱତ ସଂଘ ପକ୍ଷରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବଙ୍କର 44ତମ ବାର୍ଷିକ ଉତ୍ସବ ଓ ସମ୍ମିଳନୀ ମତିଗଞ୍ଚିତ ରାଧାକୃଷ୍ଣ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଅଧିବାସ, ଭଜନ, କୀର୍ତ୍ତନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ପରେ ସେଠାରେ ଷୋଡ଼ଶ ଉପଚାର ପୂଜା, ଆରତୀ, ଚଣ୍ଡୀପାଠ, ଗୁରୁଗୀତା ପାଠ, ବାଣୀପାଠ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଭକ୍ତମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଆସାମ କୋକିଳାମୁଖ ମଠର ମହନ୍ତ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ଉପସ୍ଥିତ ରହି ଭକ୍ତମାନଙ୍କୁ ସ୍ୱାମୀ ନିଗମାନନ୍ଦଙ୍କର ଜୀବନଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ପରେ ଆନନ୍ଦନଗର ଆଶ୍ରମ ମୁଖ୍ୟ, କଟକ କଦମ୍ବ ଆଶ୍ରମର ମୁଖ୍ୟ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବାଲେଶ୍ୱର ଓ ଆଖପାଖ ଜିଲ୍ଲାରୁ 300ରୁ ଉର୍ଦ୍ଧ୍ୱ ଭକ୍ତ ଯୋଗ ଦେଇଥିଲେ। ଏଥିରେ ସମସ୍ତ କାର୍ଯ୍ୟ ଅନୁଷ୍ଠାନ ସଭାପତି ଗଣେଶ ଚନ୍ଦ୍ର ମହନ୍ତ, ସମ୍ପାଦକ ସୁଭାଷ ଚନ୍ଦ୍ର ହାଇତି, ଡାକ୍ତର ଅମିତାଭ ଗିରି, ବିଭିନ୍ନ ଜିଲ୍ଲା ସଦସ୍ୟ, ବିଭାଗୀୟ ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗ ଦେଇ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଦିବସ ବ୍ୟାପୀ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଆମର ସଂସ୍ଥାର ନିଯୁକ୍ତି ଆତ୍ମାର ସ୍ୱରୂପ ଜ୍ଞାନ ଦାନ, ଆର୍ତ କୃଷ୍ଣ ରୁଗ୍ନ ନାରାୟଣୀ ଜ୍ଞାନ ସେବା, ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘ ଶକ୍ତି ପ୍ରତିଷ୍ଠା ହେଉଛି ସାରସ୍ୱତ ମଠ ଆସାମ ବଙ୍ଗ ସାରସ୍ୱତ ମଠ କୋକିଳାମୁଖ ଯୋରହାଟର ମୂଳ ଉଦ୍ଦେଶ୍ୟ। ଆଉ ଆମର ଦର୍ଶନ ହେଉଛି ଶଙ୍କରଙ୍କ ମତ, ଗୌରାଙ୍କ ପଥ। ଆମର ଆଦର୍ଶ ଗୃହସ୍ଥ ଜୀବନ ଗଠନ ହେଉଛି ମୂଳ ଲକ୍ଷ୍ୟ। ଗୃହସ୍ଥ ଯଦି ଆଦର୍ଶ ନ ହୁଏ, ଆଦର୍ଶ ସନ୍ତାନ ବା ଆଦର୍ଶ ପରିବାର ଆସିବ କୋଉଠୁ? ଆଗେ ଆଦର୍ଶ ଗୃହସ୍ଥ ଉପରେ ଆମେ ଦେଉ। ଆଦର୍ଶ ଗୃହସ୍ଥ ହେଉଛି ବ୍ୟକ୍ତି ଜୀବନର ବୁନିୟାଦ। ଏକ ଦଳ ହୁଏ ଦ୍ୱିଦଳ, ଦ୍ୱିଦଳ ହୁଏ ଶତଦଳ, ଶତଦଳ ବହୁ ପଲ୍ଲବିତ। ଭାରତ ଏମିତି ଗୋଟିଏ ଦେଶ ଯାହାର ଆଧ୍ୟାତ୍ମିକତାର ଗୁରୁ ହଉଛନ୍ତି ଏଇ ସାଧୁ ସନ୍ଥ ମହାପୁରୁଷ ମାନେ। ହয়তো କୌଣସି ମହାପୁରୁଷ ତନ୍ତ୍ର ସିଦ୍ଧ, କିନ୍ତୁ ଜ୍ଞାନ ସିଦ୍ଧ ପାଖକୁ ସେ ଯିବ। ହয়তো କିଏ ଜ୍ଞାନ ସିଦ୍ଧ, କିନ୍ତୁ ଯିଏ ଆସୁଛି ସେ ଯୋଗ ସାଧନ କରିବା ପାଇଁ ଯୋଗୀ ଗୁରୁ ପାଖକୁ ଯିବ। ହয়তো କିଏ ପ୍ରେମିକ ଭକ୍ତ ଅଛନ୍ତି, ତାର ପ୍ରେମ ସାଧନାର ପ୍ରয়োଜନ, ସେ ପ୍ରେମିକ ଗୁରୁଙ୍କ ପାଖକୁ ଯିବ। କିନ୍ତୁ ନିଗମାନନ୍ଦ ଜୀ ଏମିତି ଗୋଟିଏ ମହାପୁରୁଷ ଏବଂ ବିରଳ, ଯେ ତନ୍ତ୍ର, ଜ୍ଞାନ, ଯୋଗ, ପ୍ରେମ এই ଚତୁର୍ବିଧ ସାଧନା ସିଦ୍ଧି ଲାଭ କରି ମଠର ପ୍ରତିଷ୍ଠା କଲେ ଆସାମ ବଙ୍ଗ ସାରସ୍ୱତ ମଠ କୋକିଳାମୁଖ ଯୋରହାଟ ଆସାମ। ଆଉ ଏମିତି এইরকম এটি মহাপুরুষ চতুর্বিধ সাধনা সিদ্ধি লাভ করা ভারতের দ্বিতীয়টি কেই দেখি পারিবে। যুবপীढ़ीଙ୍କର হিমোগ্লোবিন সে ବହୁତ ତରଳ ଅବସ୍ଥାରେ ଥାଏ। 51 ବର୍ଷ ପରେ ବାନପ୍ରସ୍ଥ ନେବାର ବ୍ୟବସ୍ଥା କରାଯାଇଛି, କାରଣ ଶରୀରରେ ହିମୋଗ୍ଲୋବିନ୍ ଯଦି ଗାଢ଼ତା ପ୍ରାପ୍ତି ହୁଏ, ସେତେବେଳେ ମଣିଷଙ୍କର ବେଶୀ ଉତ୍ସାହ ହୁଏ ପରଲୋକ ସମ୍ପର୍କରେ। ତା ଆଗରୁ ସେଥିପାଇଁ ଆଦର୍ଶ ଗୁରୁ ହେଲେ ଛୋଟବେଳୁ ମା ବାପ ସକାଳେ ସନ୍ଧ୍ୟାରେ ଉପାସନାରେ ସନ୍ତାନ ମାନଙ୍କୁ ନେବେ। ଦେଖୁନାହାନ୍ତି ଖ୍ରୀଷ୍ଟାନ ମାନେ ପୋପକୁ ଦେଖୁନାହାନ୍ତି, ପୋପ ଯୋଉ ରାସ୍ତା ଦେଇକି ରବିବାର ଆଶୀର୍ବାଦ ଦେବାକୁ ଯିବେ, ମା ମାନେ କଣ କରନ୍ତି, ଛୋଟ ଛୁଆଙ୍କୁ ସେଇ ରାସ୍ତା ଛାଡି ତାଙ୍କୁ ସ୍ପର୍ଶ କରିବ। ସ୍ପର୍ଶ କଲେ ତାଙ୍କର ଆଧ୍ୟାତ୍ମିକତା ବାଢେ। ଏଇ ତ ଭାରତୀୟ ଦର୍ଶନ। ଆପଣ କୁଶଳରେ ରୁହନ୍ତୁ, ଭଲରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ନିଗମାନନ୍ଦଙ୍କ ସମ୍ପର୍କରେ ଆଉ ବିଶଦ ଜାଣିବାକୁ ଚେଷ୍ଟା କରନ୍ତୁ।